ସୁର ରାଉତରାୟଙ୍କୁ କଂଗ୍ରେସର ନୋଟିସ୍। ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ସୁରେଶ ରାଉତରାୟଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି କଂଗ୍ରେସ। ତାଙ୍କ ପୁଅ ତଥା ବିଜେଡିର ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ସପକ୍ଷରେ ଭୋଟ ମାଗିବା କାରଣରୁ ଦଳ ପକ୍ଷରୁ ତାଙ୍କୁ ନୋଟିସ୍ ଜାରି ହୋଇଛି। ନିଜ ପ୍ରତିକ୍ରିୟାରେ ସୁର କହିଛନ୍ତି ଯେ ଏକ କ୍ରୀଡ଼ା କାର୍ଯ୍ୟକ୍ରମକୁ ଯାଇଥିଲି, ସେଠାରେ ବିଧାୟକ ସୁଶାନ୍ତ ରାଉତଙ୍କ ଉପସ୍ଥିତ ଥିଲେ। ମୁଁ ଅନ୍ୟ କୌଣସି ଦଳର ଚିହ୍ନ କିମ୍ବା ଦଳୀୟ ବୈଠକ କିମ୍ବା ଶୋଭାଯାତ୍ରାକୁ ଯାଇନି। ଯେହେତୁ ମୋ ପୁଅ ଭୁବନେଶ୍ୱର ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଛି, ତେଣୁ ପୁଅ ପାଇଁ ପ୍ରଚାର କରିଛି। ଏଥିପାଇଁ ମୋତେ ଏକ ନୋଟିସ୍ କରାଯାଇଛି। ଏଥିପାଇଁ ଦଳ ଯଦି ମୋତେ ନିଲମ୍ବିତ କରିବ ତାହା କରୁ। ମୁଁ 100% କଂଗ୍ରେସ ଦଳର ବିଚାରଧାରା ସହିତ ଜଡ଼ିତ। ଆଜି ଦଳରେ ଅଛି, କାଲି ନଥିବି ବୋଲି ସେ କହିଛନ୍ତି। ଅପରପକ୍ଷରେ ପିସିସି ସଭାପତି ଶରଦ ପଟ୍ଟନାୟକ କହିଛନ୍ତି, ଯିଏ ହେଉନା କାହିଁକି ଦଳର ଶୃଙ୍ଖଳା ଭଙ୍ଗ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଉଲ୍ଲେଖଯୋଗ୍ୟ ଯେ ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀ ଅଧୀନ ଇଞ୍ଚଣା ଗାଁରେ ଆୟୋଜିତ ଏକ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ର ମୁଖ୍ୟ ଅତିଥି ଭାବେ ବିଧାୟକ ସୁରେଶ ରାଉତରାୟ ଯୋଗ ଦେଇଥିଲେ। ବିଜେଡି ବିଧାୟକ ସୁଶାନ୍ତ ରାଉତଙ୍କ ଦ୍ୱାରା ଉନ୍ନତିମୂଳକ କାର୍ଯ୍ୟକ୍ରମ ହେଉଛି। ଆଗରୁ କେବଳ ବିଧାୟକ କରୁଥିଲେ ଏବଂ ଏବେ ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ବିଜୟୀ ହେଲେ ଆହୁରି ବିକାଶ ହେବ। ତେଣୁ ଡବଲ ସଂଖ୍ୟାରେ ଭୋଟ ଦେଇ ପ୍ରାର୍ଥୀମାନଙ୍କୁ ଜିତାଇବାକୁ ସେ କହିଥିଲେ।